ନିଆରା ବରକନ୍ୟାକୁ ନିଆରା ବାହାଘର ଚାଲିଛି, ବାଣ ବି ଫୁଟୁଛି, ଡିଜେ ବାଜୁଛି, ସମସ୍ତେ ନାଚ ଗୀତରେ ମସଗୁଲ ବି ଅଛନ୍ତି। ମୁଁ ଜାଣିଛି ଆପଣ ମୋତେ ନିଶ୍ଚିତ ଗାଳି ଦେବା ଆରମ୍ଭ କରିଦେବେଣି। ଆଉ ଭାବୁଥିବେ ବାହାଘର ତ ଯେମିତି ହୁଏ ସେମିତି ହେଉଛି। ଏଠି କେଉଁ ନୂଆ କଥା ଅଛି ଯେ ପ୍ରତାପ ଭାଇ ଆମକୁ ନିଆରା ବାହାଘର କହି ଆମକୁ ଭଣ୍ଡେଇ ଚାଲିଛନ୍ତି। ଯଦି ଏକଥା ଭାବି କାହାଣୀକୁ ସ୍କିପ୍ କରୁଛନ୍ତି ତାହେଲେ ଆପଣ ନିଶ୍ଚିତ ଗୋଟେ ନିଆରା ବାହାଘରର କାହାଣୀ ମିସ୍ କରିବେ। ଏଥିରେ ଟିକିଏ ବି ସନ୍ଦେହ ନାହିଁ ଆଜ୍ଞା। ବାହାଘର ପାଇଁ ବାଜା ବାଜୁଛି, ବାଣ ଫୁଟୁଛି, ରୋଷଣୀ ଚାଲିଛି, ସବୁ ତ ଠିକ୍ ଅଛି। ହେଲେ ଏ ପ୍ରସେସନରେ ବରଯାତ୍ରୀ ବଦଳରେ କନ୍ୟା ଯାତ୍ରୀ ନାଚୁଛନ୍ତି ଆଜ୍ଞା। ଆଉ ବର ବଦଳରେ କନ୍ୟା ପ୍ରସେସନ କରି ବର ଘରକୁ ବାହା ହେବାକୁ ଆସୁଛି। ଆଉ ବର ଘରେ ବେଦୀ ଉପରେ ବରକୁ ବାହା ହେଇ କନ୍ୟା ସାଥିରେ ନେଇ ତାଙ୍କ ଘରକୁ ନେଇଯିବ ବୋଲି ଆସୁଛି। ଏବେ କାହାଣୀ ଟିକେ ଅଡ଼ୁଆ ଲାଗୁଥିବ ନିଶ୍ଚିତ, ହେଲେ ଏଇଟା ପୁରା ସତ କଥା ଆଜ୍ଞା। ଆଉ ଏଇଟାକୁ ବାହାର ଦେଶର କି ବାହାର ରାଜ୍ୟର ନୁହେଁ, ଆମ ରାଜ୍ୟ କେନ୍ଦୁଝର ଜିଲ୍ଲାରେ ଏମିତି ନିଆରା ବାହାଘର ଦେଖିବାକୁ ମିଳିଛି। ଏମିତି ବାହାଘର କଥା ଯିଏ ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଇଯାଉଛି ଆଜ୍ଞା। ହେଲେ ୟା ପଛର ସତ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ, ଏଥିରେ ସନ୍ଦେହ ନାହିଁ ଆଜ୍ଞା। ଏଠି ବଦଳି ଯାଇଛି ପରମ୍ପରା, ଭାଙ୍ଗିରୁଜି ଚୁରମାର ହେଇଯାଇଛି ସବୁ ରୀତିନୀତି। ସାଧାରଣତଃ ହିନ୍ଦୁ ବିବାହରେ ବରଯାତ୍ରୀ ନେଇ ବାଜାବାଣ ରୋଷଣୀ କରିବା ସହିତ କନ୍ୟା ଘରକୁ ବାହା ହେବା ପାଇଁ ଯାଇଥାଏ। ଆଉ କନ୍ୟା ସହିତ ବାହାଘର ହେବା ପରେ କନ୍ୟାକୁ ଧରି ଘରକୁ ଆସିଥାଏ। କନ୍ୟା ଘର ଲୋକେ ଶାଶୁ ଘରେ ଚଳିବା ପାଇଁ ଆବଶ୍ୟକ ଜିନିଷପତ୍ର ଦେଇ କନ୍ୟାକୁ ବିଦାୟ ବି ଦେଇଥାନ୍ତି। କିନ୍ତୁ ଆଜି ଯେଉଁ ବାହାଘର କଥା କହୁଛୁ ତାହା ସମ୍ପୂର୍ଣ୍ଣ ଓଲଟା ଓ ନିଆରା ଆଜ୍ଞା। ଜଣେ କନ୍ୟା ବାଜା ବଜାଇ ରୋଷଣୀ କରି କନ୍ୟା ଯାତ୍ରୀ ନେଇ ବର ଘରକୁ ବାହା ହେବା ପାଇଁ ଆସିଲେ। ଆଉ ବାହାଘର ସରିଲା ପରେ ବରକୁ ନେଇ ନିଜ ଘରକୁ ଚାଲିଗଲେ। ଏଠି ସବୁଠାରୁ ବଡ଼ କଥା କ'ଣ ଥିଲା ଜାଣିଛନ୍ତି? କନ୍ୟା ଘରେ ଚଳିବା ପାଇଁ ବରର ଯାହା ଜିନିଷପତ୍ର ଦରକାର ତାକୁ ଯୌତୁକ ଆକାରରେ ଦେଇ ବିଦା କରିଥିଲେ ବରଘର ପରିବାର ଲୋକେ। ଏମିତି ଏକ ନିଆରା ବାହାଘର ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ତେଲକୋଇ ବ୍ଲକ ଅଞ୍ଚଳର ଛାମୁଡ଼ା ଗାଁରେ। ଏ ନିଆରା ବାହାଘରକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ବି ଜୋର ଧରିଛି ଆଜ୍ଞା। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରୟା ଦେଉରୀଙ୍କ କନ୍ୟା ଲକ୍ଷ୍ମୀଙ୍କର ବାହାଘର ତେଲକୋଇ ବ୍ଲକ ଛାମୁଡ଼ା ଗ୍ରାମର ପଞ୍ଚୁ ପ୍ରଧାନଙ୍କ ପୁଅ ବସନ୍ତଙ୍କ ସହିତ ସ୍ଥିର ହୋଇଥିଲା। ରୟା ଦେଉରୀଙ୍କର କୌଣସି ପୁଅ ନଥିବାରୁ ବାହାଘର ପରେ ବସନ୍ତ କନ୍ୟା ଘରେ ଘର ଜୋଇଁଆ ଭାବେ ରହିବାକୁ ଦୁଇ ପରିବାର ମଧ୍ୟରେ ସ୍ଥିର ହୋଇଥିଲା। ସୁରୁଖୁରୁରେ ନିର୍ବନ୍ଧ ବି ସରିଥିଲା। ତେବେ ପୁଅକୁ ବାହାଘର କରି ନେବା ପରେ କନ୍ୟା ଘରେ ଛାଡ଼ି ଆସିବାକୁ ବର ପିତା ରାଜି ହୋଇନଥିଲେ। ତେଣୁ ଉଭୟ ପକ୍ଷଙ୍କ ସହମତିରେ କନ୍ୟା ବର ଘରକୁ ଆସିବ ଆଉ ବାହା ହେଇ ବର ବସନ୍ତକୁ ସାଥିରେ ନେଇଯିବ ବୋଲି ସ୍ଥିର ହୋଇଥିଲା। ଆଉ ଶେଷରେ ସେଇଆ ହିଁ ହେଇଥିଲା। ବାହାଘର ଦିନ କନ୍ୟା ବାଜା ବଜାଇ ରୋଷଣୀ କରି ବର ଘରକୁ ବାହା ହେବାକୁ ଆସିଥିଲା। ଏମିତି ନିଆରା ବାହାଘରରେ ସବୁଠାରୁ ରୋଚକ କଥା ଥିଲା କନ୍ୟାକୁ ଯୌତୁକ ବାବଦରେ ଯାହା ଯାହା ଦିଆଯାଏ, ଯେମିତିକି ଖଟ, ପଲଙ୍କ, ରୋଷେଇ ସାମଗ୍ରୀ, ସେହି ସବୁ ଜିନିଷ ବରଘର ଲୋକେ ଯୌତୁକ ବାବଦରେ ଦେଇ ପୁଅକୁ ବିଦା କରିଛନ୍ତି ଆଜ୍ଞା। ବାହାଘର କରୁଥିବା ବ୍ରାହ୍ମଣ କୁହନ୍ତି ଜୀବନରେ ପ୍ରଥମ ଥର ଏମିତି ବାହାଘର ସେ କରୁଛନ୍ତି। ଯେମିତି ବୈଦିକ ରୀତିନୀତିରେ ବାହାଘର ହୋଇଥାଏ ସେମିତି ବାହାଘର ହେଇଛି ଆଜ୍ଞା। କିନ୍ତୁ ଏ ବାହାଘର ବେଶ ନିଆରା ଥିଲା ଆଉ ଏକ ନୂଆ ପରମ୍ପରା ଆରମ୍ଭ କଲା ଭଳିଆ ସମସ୍ତଙ୍କୁ ଲାଗିଥିଲା। ହେଲେ ଏ ବାହାଘର କ'ଣ ଠିକ୍ ଥିଲା ନା ବର ଘର ଜୋଇଁ ହୋଇ ରହିବା ପାଇଁ ଏ ପରମ୍ପରା ସବୁଠୁ ଠିକ୍ ପରମ୍ପରା ଥିଲା? ଏମିତି ବାହାଘରକୁ ନେଇ ଆପଣଙ୍କ ମତ କ'ଣ କମେଣ୍ଟ କରି ନିଶ୍ଚୟ ଜଣାଇବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।